गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लङ्घयते गिरिं यत्कृपातमहं वन्दे परमानन्द माधवम्। श्रीमद्भागवत महापुराण दशम स्कंध षष्ठनवतितम अध्याय। श्रीशुक उवाच व्यासनन्दन कृष्ण ध्याने पूर्ण कहन्ति तोष मने बोलन्ति शुण नरनाथ कृष्ण चरित भागवत सकल भोग सुख पूर्णे गोविंद द्वारका भुवने अखंड काले जेन्हे शशि निर्मल रूप रे प्रकाशी जदु कुमुद वन देशे सुखे निवासी श्रीनिवासे अमूल्य मणि गण गंजे रंगे निंदित तेज पुंजे सर्वसंपद सुख भरे कमला सेवे निरंतरे निज जुवती सुख मते 16,100 कंदुक आदि क्रीड़ा रसे सेवंती कृष्ण मन तोषे अद्भुत द्वारावतीपुर देव मानवे अगोचर सुगंध हस्ती मद जले पुष्प सुगंध मोहितले तहि जादव जुथ जुथ दिशन्ति नाना अलंकृत रत्न उज्ज्वल रथ कांति नक्षत्र प्राय विराजन्ति निज उद्याने वनराशि पुष्प गहने परशंसि भृंग विहंग नृत्य बादे पूजन्ति मनोहर नादे तीने भुवने अगोचर कृष्ण भुवन मनोहर हेमंतपुरे नरहरि 16,000 जेते नारी माया मनुष्य रूप होई नीति ताहांक पुरे थाई तोषन्ति नारींकर मन इतर गृहटी जेसन निदाघ काले शीत जले नाना कुसुम परिमळे कुसुम रज जले मिशी सुक कोकिल नाद घोषी एमंते नदी जले हरि संगे सुंदरी मनोहारी कन्यांक मध्ये बनमाली करन्ति नाना रंगे केली कुच कुंकुम वक्षस्थले नारींक आलिंगन काले बेगे आवरी 10 दिशे विविध वाद्य नादरसे सुतमा गध मोहितळे वीणादि वाद्य कुतूहले कामिनी जल घेनी करे सिंचन्ति कृष्ण शिरे कुबेर जेहु जक्ष चने विराजे जल क्रीड़ा स्थाने जले कृष्ण कामिनी माने हृदय हर्षित वदने कृष्ण सिंचन्ति शिरे नीर
ବସିଲା ହୃଦୟ ବିକାର କାଞ୍ଚନ ପ୍ରାୟ କୁଚ ବର୍ଣ୍ଣେ ଦିଶନ୍ତି ବିଦିତ ବସନେ ଝିନ ବସନେ ଭରା ଦେଶ ଅଧିକେ କରଇ ପ୍ରକାଶ କବରୀ ମଧ୍ୟେ ପୁଷ୍ପମାଳ ହରସେ ବରସନ୍ତି ନୀର କୃଷ୍ଣଙ୍କୁ ଜିଣିବାର ଆସେ ଅଧିକେ ସିଞ୍ଚନ୍ତି ହରସେ ସୁଖେ କି ଆନନ୍ଦ ଲହରୀ ଜଳ ସିଞ୍ଚନ୍ତି ସର୍ବନାରୀ ସିଞ୍ଚନ୍ତି ପୁନଃ ଅଙ୍ଗେ କାମ ବିକାର ନାନା ରଙ୍ଗେ କରିଣୀ ମଧ୍ୟେ ଯେହ୍ନେ ଗଜ ନାରୀଙ୍କ ମଧ୍ୟେ ଦେବରାଜ ନାନା ପ୍ରକାରେ କ୍ରୀଡ଼ା ରସ ଶାଢ଼ୀ ପିନ୍ଧିଲେ ଦିବ୍ୟ ବାସ ଉତ୍ତମ ବାଦ୍ୟ ନାଦରଳେ ଦେବ ମାନବ ସୁଖ ଭୋଳେ ତୀରେ ବିଜୟ ନରହରି ନାରୀଙ୍କ କର କରେ ଧରି ନଟ ନଟି ମାନଙ୍କୁ ଚାହିଁ ଆନନ୍ଦ ମନେ ଭାବଗ୍ରାହୀ ଅନେକ କ୍ରୀଡ଼ା ଅଳଙ୍କାର ତାହାଙ୍କୁ ଦେଲେ ଦାମୋଦର କନ୍ୟାଏ ନାନା ରତ୍ନ ବାସେ ନଟଙ୍କୁ ଦେଲେ ମନ ତୋଷେ ଏମନ୍ତେ କ୍ରୀଡ଼ା ରସେ ହରି ଜନମୋହନ ରୂପ ଧରି ହରିଲେ ନାରୀଙ୍କର ମନ ବୁଦ୍ଧି ତାହାଙ୍କର ଚୈତନ୍ୟ କନ୍ୟାଏ ନିଜ ପୁରେ ଯାଇ କୃଷ୍ଣ ବଦନେ ମନ ଥୋଇ ନିମିଷେ ନ ଦେଖି ମୁରାରୀ ଜୀବନ ନ ପାରନ୍ତି ଧରି ଚିନ୍ତନ୍ତି ସ୍ୱଗୃହେ ତରୁଣୀ ଜଡ଼ ଉନ୍ମତ୍ତ ପ୍ରାୟ ମଣି ଏମନ୍ତ କଲେ ବିପରୀତ କହିବା ଶୁଣ ପରୀକ୍ଷିତ ବୃକ୍ଷରେ ପକ୍ଷୀ ଗଣ ଚାହିଁ ବୋଲନ୍ତି ବାଇ ପ୍ରାୟ ହୋଇ ପରୀକ୍ଷ ଶୁଣ ମୋ ବଚନ ଉନ୍ମିଦ୍ରେ ତାହାଙ୍କ ଲୋଚନ ଏ ରାତ୍ର କାଳେ ସର୍ବଜନ ନିଦ୍ରା ମୋହିତେ ଅଚେତନ ଆମ୍ଭ ଜୀବନ ଗୋପୀନାଥ ଦେଖି ନିଶ୍ଚିନ୍ତେ ନିଦ୍ରାଗତ ତାର ନିବିଡ଼ ଆଲିଙ୍ଗନ ତେଣେ ଜଡ଼ିତ ଆମ୍ଭ ମନ ଲୋଚନେ ନିଦ୍ରା ଯେ ଆସଇ ତୁ ଯେ ଆମ୍ଭର ପ୍ରାୟ ହୋଇ ଦେଖୁଛୁ କଟାକ୍ଷ ନୟନ ତେଣେ ଚଞ୍ଚଳ ଆମ୍ଭ ମନ ପୁଣି ବୋଲନ୍ତି ଭ୍ରମ ପାଇ ସକଳ ପକ୍ଷୀ ଗଣ ଚାହିଁ ଏ ରାତ୍ର କାଳେ ସ୍ୱାମୀ ସଙ୍ଗେ ବଲ୍ଲରୀ ଦୂଷିତ ଅଙ୍ଗେ ଅତି କାରୁଣେ କିମ୍ପା କାନ୍ଦୁ ଦେଖି ଆମ୍ଭର ପ୍ରାଣ ବନ୍ଧୁ ନିନ୍ଦିତ ନ ପାଇ ଅନଙ୍ଗ ଏମନ୍ତେ ତୋର ସଙ୍ଗ ଭଙ୍ଗ କିମ୍ପାଇଁ ଆମ୍ଭ ମୁଖ ତହୁଁ କିୟ ବା ତେଣେ ତୋଷ ହେଉ ଆମ୍ଭେ ଯେ ଗୋବିନ୍ଦର ଦାସୀ ତା ପାଦ ପଦ୍ମର ତୁଳସୀ କବରୀ ଭାରେ ସଜ କରି କଣ୍ଠେ ଜୀବନ ଅଛୁ ଧରି ସେ ମାଳା ଇଚ୍ଛା କରୁ ଯେବେ ଧରା ମୁଁ ଦେବି ପ୍ରିୟ ଭାବେ
କବରି ଏବେ ସଜ କର, ସେବ ତୋହର ନିଜ ବର। ପୁଣି ସମୁଦ୍ରକୁ ଅନାଇ ବୋଲନ୍ତି କୃଷ୍ଣ ଭାବ ବହି। ଭୋ ନଦୀ କାନ୍ତ ହେ ସମୁଦ୍ର, ତୁ କିମ୍ପାଏ ରାତ୍ରେ ଉନିଦ୍ର। ନିଦ୍ରା ନ ଯାଇ ନାଦ କରି, ତୁ କୃଷ୍ଣ କଥା କି ସୁମରି। ତାର ନୟନ ବାଣେ ଛନ, ତେମନ୍ତ ଆମ୍ଭର ଜୀବନ। ସେ ଦୋଷ ତୋତେ କି ବଧିଲା, ନିଶ୍ଚୟ ଜାଣିଲୁ କୃଷ୍ଣ ଲୀଳା। ଏମନ୍ତେ ଚନ୍ଦ୍ରକୁ ଅନାଇ, ପୁଣ ବୋଲନ୍ତି ଭାବ ବହି। କୁମୁଦ ବନ୍ଧୁ ତୁ ବୋଲାଇ, ମୃଗ ଲାଞ୍ଛନ ହୃଦେ ବହୁ। ପୂର୍ବର୍ଜିତ କର୍ମ ଯୋଗ, ତେଣୁ ତୋହର କ୍ଷୀଣ ଭୋଗ। ନିଜ କରମେ କ୍ଷମ ନହୁଁ, ତୁ କିମ୍ପା ରାତ୍ରେ ମୁଦ ନହୁଁ। ଆମ୍ଭେ ଯେ କୃଷ୍ଣର ତରୁଣୀ, ତାର ମୋହନ ବାଣୀ ଶୁଣି। ଆସନେ ସୁମରି ଯେମନ୍ତ, ଏମନ୍ତେ ଦେଖିଲୁ ତୋ ଚିତ୍ତ। ତୋର ଗୋବିନ୍ଦ ଭାବେ ମନ, ତେଣୁ ତୁ ହୋଇଲୁ ମୌନ। ମଳୟା ନୀଳ ଚାହିଁ ଭ୍ରମେ, ବିଶ୍ୱାସୀ କହନ୍ତି ବଚନେ। ଶୁଣତୁ କୃଷ୍ଣ ବାକ୍ୟ ବୃନ୍ଦ, ଭୁବନେ ବହୁ ମନ୍ଦ ମନ୍ଦ। କୃଷ୍ଣ ଲୀଳାରେ ଦେଇ ଆଶା, ଯେ ଭାବେ ଆମ୍ଭର ଭରସା। ଆମ୍ଭଙ୍କୁ ତ୍ରାହି ମେଘମାଳା, ଛଳେ କହନ୍ତି କୃଷ୍ଣ ଲୀଳା। ବୋଲନ୍ତି ମେଘକୁ ଅନାଇ, କୃଷ୍ଣର ମିତ୍ର ଅଟୁ ତୁହି। ନିଶ୍ଚୟ ତୁ କରୁ କୃଷ୍ଣ ଧ୍ୟାନ, ଯା ହୃଦେ ଶ୍ରୀବତ୍ସର ଚିହ୍ନ। ଆମ୍ଭର ପ୍ରାୟ ପ୍ରେମ ବନ୍ଧେ, ଚିନ୍ତା ତୁ କରୁ କୃଷ୍ଣ ପାଦେ। ହୃଦେ ନିବେଶୀ ପ୍ରେମ ଭରେ, ଆମ୍ଭେ ଯେମନ୍ତ ଚକ୍ଷୁ ଦ୍ୱାରେ। ନିତ୍ୟ ଲୋତକ କୁଚେ ସିଞ୍ଚି, ତୋତେ ମନ୍ତେ ପ୍ରାୟ ଆଞ୍ଚି। ତୋ ହୃଦେ କୃଷ୍ଣ ପ୍ରେମ ଭରା, ତେଣୁ ତୁ ସିଞ୍ଚୁ ଜଳଧାରା। ସୁମରି ପୁନ ପୁନ ସୁଖ, ତୋର ପ୍ରସନ୍ନେ ମହା ଦୁଃଖ। କୋକିଳ ନାଦ କର୍ଣ୍ଣେ ଶୁଣି, କହନ୍ତି କୃଷ୍ଣର ତରୁଣୀ। ଶୁଣ କୋକିଳ ଆମ୍ଭବାଣୀ, ଆମ୍ଭେ ତୋହର ଭାବ ଜାଣି। ତେଣୁ ତୁ ଦୁଃଖୀ ଆମ୍ଭ ଦୁଃଖେ, କୋମଳ ବାଣୀ କହୁଁ ମୁଖେ। କହ କରିବି କିସ ତୋର, ତୁ ଆମ୍ଭ ଜୀବନ ସୋଦର। ପର୍ବତ ମୁଖ ଚାହିଁ ଭଣୀ, ବୋଲନ୍ତି କୃଷ୍ଣର ତରୁଣୀ। ତୁ ମହୀଧର ବଡ଼ ଧନ୍ୟ, ନ ଚଳୁ ନ ବୋଲୁ ବଚନ। ତୁ ଭାର ବୁଦ୍ଧି ତୋତେ ଜାଣି, ଗୁପତେ ଚିନ୍ତୁ ଚକ୍ର ପାଣି। ଆମ୍ଭେ ଗୋବିନ୍ଦ ପାଦାସନେ, କୁଚେ ଲଗାଉ ସାବଧାନେ। ତୁହି ଯେମନ୍ତେ କରୁ ଆସ, ଏଣୁ ତୁ ଆମ୍ଭର ବିଶ୍ୱାସ। ନିକଟେ ନଦୀ ସ୍ରୋତ ଦେଖି, ଭାବେ ବୋଲନ୍ତି ଚନ୍ଦ୍ରମୁଖୀ।
प्रिय विजोगे सखी तोर सुखिला हृदय तटे नीर आंभर मन देखी छन न देखी कृष्णर बदन दुख हृदय दिन बंचु आंभर प्राय तोते पांचु पुणी चाहती दश दिशे देखिले राज हंस पासे बोलंती प्रिय भाववाणी कृष्णर दूत प्राय मणि भले अइलु हंस पथे आंभर प्रिय घेनी चिते आस क्षीर कर पान आंभर समीपे आसन आसत कुह कृष्ण कथा तु दूत विश्वास बारता न जाणु दूत बोली तोते श्रम पाइलु आज पथे भले कि छंती दामोदर कह कपट तु न कर कपट हृदय तोहर चंचल हृदय व्यवहार आंभर भावे किसु मरे ए माया संसार व्यवहारे किस कहबू जीवु काहीं तात हूँ अन्य गति नहीं अमृत बचन ताहार शुणी श्रवण सुख कर सकाम करे आंभ मन ता भावे करिबु केसन हेमंत कृष्णर कामिनी चित्ते निर्मल भाव घेनी जोगेश्वरंकु अगोचर अभय शरण ताहार से हरि पादे भाव कले जन्म मरण निस्तरिले परम पद तांक गति एबे हो शुण महीपति ए भाव शुणी महीपते पशी कामिनी गण चिते बळे करई काममये जे भाव शिव नित्य ध्याये ए रूप चक्षु द्वारे देखी कामिनी नहिले के सुखी ताहांकु स्वामी पणे पाई पाद सेविव गृहे थाई ताहांक तप के वर्णिब जाहा बांछन्ति ब्रह्मा शिव एमन्ते प्रभु वनमाळी वेद उचित धर्म पाळी गृहस्थ धर्म अनुमते चतुर वर्ग सिद्धि अर्थे 16,000 सते नारी गृहे रमिले नर हरि नारींक मध्ये अष्टदेवी कमला अंशे विष्णु सेवी ए आदि सकल जुवती गोविंद गृहे पुत्रवती रुक्मिणी आदि अनुमते कन्या के 10 सुते पुत्रंक मध्ये साधु धीर उत्तम 18 वीर सुयोग्य रथी अनुपम शुणतु पुत्रंकर नाम प्रद्युम्न अनिरुद्ध बेने
सुदीप्त मित्र भाव घेने ए आदि अष्टादश सेते पूर्वे मु कही अछि तोते एहांक मध्ये अष्टजात उत्तम रुक्मिणीर सुत कृष्णर प्राय से दिशन्ति रूपे मोहन्ति सुरपति रुक्मजे रुक्मिणीर भाई बरण कला तांकु नेई ताहार दुही ताकु देला ता बीर्जे अनिरुद्ध हेला रोमार दुही ता उदरे कन्याए थिला अंतपुरे प्रद्युम्न पुत्र ताहा बरी विवाह कराइले मुरारी वक्र ताहार तहु जात एबे हो सुण परीक्षित सुसेण शेष जार तार कुमर प्रतिहार सुबाहु प्रति बाहु जन्म तार कुमर प्रतिहार सुबाहु प्रति बाहु जन्म तार कुमर उग्रसेन ताहार सुत सेन बला सेठारु जदु वंश गला ए जदु वंशे महितले जेते कुमर उपुजिले एबे से जेते कसंतति अधर्मीय पुत्री नुहंती आकुले नुहंती विश्वास नाही पापिष्ट अल्पायुष हे हरि वंशर महिमा के कही पारे गुण सीमा जेते बालक पूजिले के पुण कही पारे भले सुख विवाद पर कोटि 88 सहस्र 3 कोटि पूर्वे देवता सुर समे जे अबामले जातो धाने शुणी मास रूप जे होई प्रज्ञा बांधिले रोष बही एहांक संहारण अर्थे विष्णुर वंशे जुकते मनुष्य होई अवतार हरिले अवनिर्भार जादव वंशे होई जन्म कहिली कले जेते कर्म एते आगत विद्या गुरु एणु के संख्या करी पारु अयुत अयुत प्रमाणी के पारु हरि वंश जाने आसन शयन भोजन जदुंक तुले भगवान सकल तीर्थ जदुकूल जहीं विजय आदि मूल पाद उदक गंगा नीर कमला सेवे निरंतर जानाम सर्व देवे घोषे शुणन्ते अमंगल नाशे एमंत भावे धर्म करी अन्ते सकल देहे हरि जाहार काल चक्र हस्ते के जानी पारे ता जगते देवकी गर्भे अवतरी भुजे धरणी भारा हरि
एकथा कर्णे जे शुणन्ति आनन्दे हृदय गुणन्ति जन्म मरण तांको नाही जे नित्य कृष्ण लीला गाई अमृत भागवत बाणी शुणी संसारु तर प्राणी बोलोई विप्र जगन्नाथ सुजन हिते भागवत दशम कृष्णर महिमा जहा न जाने वेद ब्रह्मा से हरि आज्ञा सिरे धरी जेते पारिली अबा करी प्राकृत भाषा ए प्रबंध जेन्हे अंधारे भ्रमे अंध मुछा रहीन मूढ़मती कृष्ण चरणे हेउ मती। इति श्रीमद्भागवते महापुराणे पारमहंस्यां संहितायां 82 दशमस्कन्धे श्रीकृष्णपतियार्वर्तने यदुवंशकथने नाम 96तम अध्याय। भीमस्यापि भंगो मुनेरपि मतिभ्रम यदि शुद्धमशुद्धं वा मम दोष न विद्यते। एकादश स्कंध। गोविंद 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 पदु गळुछि मकरंद से मकरंद पान करी हेले तरिले ब्रज नारी से ब्रज नारीଙ୍କ पୟରେ मन मो थाउ निरंतरे मो मन निरंतरे थाउ हा कृष्ण बोली जीव जाऊ हा कृष्ण बोली जाऊ जीव मोते उद्धर राधाधव। सचित्र एकादश स्कंध प्रथम अध्याय। नमो नृसिंह चरण अनादि परम कारण लीला विधृत कळेबर देव मानवे अगोचर माया संसारे जार लीला जानाम भव जले भेला करुणा कटाक्ष प्रकाशे भकत जन दुख नाशे से हरि चरित प्रकाशे श्री भागवत एकादशे ए भागवत धर्म कथा हेले खंडई भव व्यथा नारद वसुदेव वाणी निमिराजन नव मुनि उद्धव निस्तारण वाणी जहा कहिले चक्रपाणी से कथा प्राकृते प्रकाश आरंभे जगन्नाथ दास व्यास नंदन मुख शुणी निर्मल भागवत वाणी साधु संगम गंगा तरे सुख चरण धरी करे आनंदे करी अश्रुपात बोइले अभिमन्यु सुत भमुनि नमे तपयरे मोते उद्धर ए संसारे कह श्री कृष्ण गुणमान पुणी की कले भगवान। श्री शुकवाच कहन्ति व्यासंक तनुज शुण परीक्ष महाराज देवंक व्याकुले मुरारी अंशे मनुष्य देह धरी दुर्जन दुष्ट गण मारी
ଅବନି ଭାରା ହେଳେ ହରି ଲାବଣ୍ୟ ରୂପେ ଜନମୋହି ପ୍ରାଣୀ ନୟନେ ସୁଖ ଦେଇ ସେ ରୂପ କରି ଅନ୍ତର୍ଧ୍ୟାନ ହରିଲେ ପ୍ରାଣୀଙ୍କର ମନ କୃଷ୍ଣ କୋମଳ ମୃଦୁ ବାଣୀ ଯେ ଅବା କର୍ଣ୍ଣେ ଥିଲେ ଶୁଣି ତେଣୁ ତାହାଙ୍କ ଚିତ୍ତ ହରି ଅନ୍ତର ହୋଇଲେ ମୁରାରି କୃଷ୍ଣର ପାଦ ପଦ୍ମ ଚିହ୍ନ ସୁନ୍ଦର ମନ୍ଥର ଗମନ ଯେ ଅବା ଦେଖିଥିଲେ ଜନ ସେ ପାଦ ପଦ୍ମେ ଦେଇ ମନ ସେ ରୂପେ ତାଙ୍କ ମନ ହରି ନିଜ ଭୁବନେ ବିଜେ କରି କୁରୁ ପାଣ୍ଡବ ମଧ୍ୟେ ହରି ମାୟା କନ୍ଦଳେ ଭେଦ କରି କପଟ ପାଶାବନ ବାସ ଆକର୍ଷି ଦ୍ରୌପଦୀର କେଶ ଭୀମକୁ ବିଷ ଲଡୁ ଦେଇ ଯତୁର ଘରେ ଅଗ୍ନି ଦାହି ଏ ଆଦି ଯେତେ କଷ୍ଟ ମାନ ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ ସେ ଅପମାନେ ମନ ବହି ସଙ୍ଗତେ ଘେନି ପାଞ୍ଚ ଭାଇ ନିମିତ୍ତ କରି ତାଙ୍କୁ ହରି ଅନେକ ଖୁଇଣି ମାରି ଭାରାନି ବାରି ଭଗବାନ ଅନ୍ତେ ଚଳିଲେ ନିଜ ସ୍ଥାନ ଅଖଣ୍ଡ ନିଜ ବଂଶ କୋପେ କିମ୍ପା ହରିଲେ ବ୍ରହ୍ମ ସାପେ ସେ ବ୍ରହ୍ମ ସାପ ନର ହରି ହେଳେ ପାରଇଆନ କରି ସର୍ବ ସମ୍ପଦ ନିଜ ପୁରୀ ମାୟାର ବଳେ ତା ସଂହାରି କଳି ଭିଆଇ ନିଜ ବଂଶେ ସଂହାରି ବିଶ୍ରାମିଲେ ସେ ଅନଳ ବନୁ ଜାତ ହୋଇ ଜେନେଲି ଭଇ ବନ ଦହି ଯେ ଯଦୁବଂଶ ମହିତଳେ କ୍ଷୟ ନୁହନ୍ତି ରିପୁ ବଳେ ସେବନ୍ତି ଗୁରୁ ବିପ୍ରପାଦେ ଭେଦ ନୁହନ୍ତି ବେଦବାଦେ କିମ୍ପା ଗୋବିନ୍ଦ ସଂହାରିଲେ ନିଜ ଭୁବନେ ବିଜେ କଲେ କୃଷ୍ଣର ଯଶ ଗୁଣ ଯେତେ ସଂସାରେ ଶୁଣି ଏକ ଚିତେ ପାପୀ ଚରନ୍ତି ତମ ଘୋର ଏମନ୍ତ ମହିମା ଯାହାର ଭୋମୁନି କହ ତ ସମନେ ଏମନ୍ତେ ରାଜାର ବଚନେ ଶ୍ରୀ ଶୁକବାଚ ବୋଲନ୍ତି ବେଦ ବ୍ୟାସ ସୂତ ଶୁଣ ହେ କୃଷ୍ଣର ଚରିତ ଜନମୋହନ ମାୟା ଧର ପ୍ରକାଶୀ ମାୟା କଳେବର ନାନା ବିଚିତ୍ର କର୍ମ କରି କନ୍ଦଳେ ନିଜ ବଂଶ ମାରି କାହାର ସାଧ୍ୟ ଏବେ ଭାର ଶୁଣ ସୁମନେ ନୃପବର କଳି କଳୁଷ ନିବାରଣ ସଂସାରେ ସ୍ଥାପି ଯଶ ଗୁଣ ଏବେ ଗୋବିନ୍ଦ କଲେ ଯେତେ କହିବା ଶୁଣ ଏକ ଚିତେ ଯାଦବ ବଳ ନାଶ ଅର୍ଥେ
ଗୋବିନ୍ଦ ବିଚାରିଲେ ଚିତ୍ତେ, ବିପ୍ରେ ଯେ ଥିଲେ ନିଜ ଦେଶେ, ଶ୍ରୀକୃଷ୍ଣ ଦର୍ଶନ ଲାଳସେ। ବିଶ୍ୱାମିତ୍ରଙ୍କୁ ଆଗ କରି, ଶ୍ରୀ ବାମଦେବ ବ୍ରହ୍ମଚାରୀ, ଭୃଗୁ ଅଙ୍ଗିରାଜ ଦୁର୍ବାସ, ବଶିଷ୍ଠ ନାରଦ ବିଶେଷ। ମିଳିଲେ ପିଣ୍ଡାରକ ତୀର୍ଥେ, ଶ୍ରମେ ଚାଲନ୍ତି ବନ ପଥେ। ଏମନ୍ତେ କୃଷ୍ଣର କୁମାର, ଆନନ୍ଦେ ସମୁଦ୍ରର ତୀର। ସକଳେ ଏକ ସ୍ଥାନେ ମିଳି, ରଙ୍ଗେ କରନ୍ତି ନାନା କେଳି। ଶାମ୍ବକୁ ନାରୀ ବେଶ କରି, ଅନେକ ଅଳଙ୍କାର ଭରି। ପ୍ରସବ ଗର୍ଭ ପ୍ରାୟ କରି, ଉଦରେ ଲୌହ ପାତ୍ର ଭରି। ଚାଲଇ ଚରଣ ମନ୍ଥରେ, ଶ୍ରମେ ଘୃମିତ କଳେବରେ। ମୁନିଙ୍କୁ ଦେଖିଲା ଜପାଇ, ଅନ୍ତରେ ଅଧୋମୁଖ ହୋଇ। ରହିଲା ଲତା ଅଭ୍ୟନ୍ତରେ, ଏମନ୍ତେ ଶ୍ରୀକୃଷ୍ଣ କୁମରେ। ମୁନିଙ୍କ ପାଶେ ଯାଇ ଧୀରେ, କର ଯୁଗଳ ଦେଇ ଶିରେ। କୋମଳ ମଧୁର ବଚନେ, ବୋଲନ୍ତି ଶୁଣ ବିପ୍ରଜନେ। ଯାଦବ ବଂଶ ନାରୀ ଏଇ, ଅନେକ ଦିନୁ ଗର୍ଭ ବହି। ପ୍ରସବ ନୁହେଁ କି କାରଣେ, କହିଲୁ ତୁମ୍ଭର ଚରଣେ। ଲାଜେ ନ ରହେ ତୁମ୍ଭ ଆଗେ, ଚଳି ନ ପାରେ ଶ୍ରମ ଭାଗେ। ତୁମ୍ଭେ ସର୍ବଜ୍ଞ ଜନ ସାର, କି ଅଛି ଗର୍ଭରେ ହାର। ପୁତ୍ର ଦୁହିତା କିବା ଜାତ, ମାୟା ନ କରି କହ ସତ। ଶୁଣିଣ ତାଙ୍କର ବଚନ, କୋପେ ବୋଲଇ ମୁନିଜନ। ଏ ନାରୀ ଗର୍ଭବାସ ବାଣୀ, ଆମ୍ଭେ ଜାଣିଲୁ ପରମାଣି। ଏହାର ଗର୍ଭେ ଅଛି ବାଳ, ନିଷ୍ଠୁର ଲୋହର ମୁଷଳ। ଆଜି ଏ ଗର୍ଭ ପ୍ରସବିବ, ତୁମ୍ଭର ବଂଶ ବିନାଶିବ। କୁଳ ସମୂଳେ କରି ନାଶ, ଭୂମିରେ ଯେତେ ଯଦୁବଂଶ। ଏମନ୍ତେ କହିଗଲେ ମୁନି, କୃଷ୍ଣ କୁମରେ ତାହା ଶୁଣି। ବଜ୍ର ପଡ଼ିଲା ଯେହ୍ନେ ମୁଣ୍ଡେ, ଶାମ୍ବକୁ ଘେନି ରାଜଦାଣ୍ଡେ। ତକ୍ଷଣେ ଲୌହ ପାତ୍ର ଫେଇ, ପେଟେ ଖୋଜନ୍ତି ହସ୍ତ ଦେଇ। କର୍କଶ ପିଙ୍ଗଳ ପିଛିଳ, ଦେଖିଲେ ଲୌହର ମୁଷଳ। ଗର୍ଭୁ ପଡ଼ିଲା ବଜ୍ର ପ୍ରାଏ, ଦେଖି କମ୍ପିଲେ ମହାଭଏ। ଲୌହ ମୁଷଳ ତେଜ ଭରେ, ଚକ୍ଷୁ ବୁଝିଲେ ନିଜ କରେ। ବୋଲନ୍ତି କଲୁ ମନ୍ଦ କର୍ମ, କିବା ବୋଲିବେ କୃଷ୍ଣ ରାମ। ଏମନ୍ତେ ଗୋବିନ୍ଦର ସୁତେ, ଲୌହ ମୁଷଳ ଘେନି ହସ୍ତେ। ଉଗ୍ରସେନର ସଭା ତଳେ,
ମିଳିଲେ ହୃଦୟ ଚଞ୍ଚଳେ ଲୋହ ମୁଷଳ ତଳେ ଥୋଇ କହନ୍ତି ସଭା ମୁଖ ଚାହିଁ ଆମ୍ଭେ ଯେ କ୍ରୀଡ଼ା କୌତୁକେ ଖେଳନ୍ତେ ତୀର୍ଥ ପିଣ୍ଡାରକେ ଶାମ୍ବକୁ ନାରୀ ବେଶ କରି ଉଦରେ ଲୋହ ପାତ୍ର ଭରି ମୁନିଙ୍କୁ ପଚାରିଲୁ ଭବେ ଏ ଗର୍ଭ ପ୍ରସବ ପ୍ରସ୍ତାବେ ଶୁଣି କୋପିଲେ ମୁନି ଭ୍ରମେ ବନ ଗହନ ପଥ ଶ୍ରମେ ବୋଇଲେ ଗର୍ଭେ ଅଛି ବାଳ ନିଷ୍ଠୁର ଲୋହର ମୁଷଳ। ଭୀମର ଲୋହ ମୁଷଳ ପର୍ବତରେ ଘଷିବାର ଭୂମିରେ ଯଦୁବଂଶ ଯେତେ ଏ ଲୋହେ ମରିବେ ସମସ୍ତେ ନାଶ କରିବେ ଯଦୁକୁଳ ଏ ଜାତ ଲୋହର ମୁଷଳ। ତକ୍ଷଣେ ଗର୍ଭ ଫେଇ ଦେଖି ଭଏ ବୁଝିଲୁ ଆମ୍ଭେ ଆଖି ଏମନ୍ତେ କହି ସଭା ମଧ୍ୟେ କୋମରେ ବସିଲେ ବିଷାଦେ ଶୁଣି ସକଳ ପୁରଜନେ କହନ୍ତେ ଦୁଃଖିତ ବଦନେ ନିଷ୍ଠୁର ବିପ୍ର କୋପାନଳ ଦହଇ ଭୁବନ ମଣ୍ଡଳ କେତାହା ଅନ୍ୟଥା କରିବ ବ୍ରହ୍ମା ଶଙ୍କର ବାସୁଦେବ ଶୁଣି ବିଷାଦ ସଭାଜନ ବଦନ ନ ସ୍ଫୁରେ ବଚନ ତା ଦେଖି ରାଜା ଉଗ୍ରସେନ ଭୀମକୁ ବୋଲଇ ବଚନ ଏ ଲୋହଗିରି ଶିଖେ ନେଇ ଘଷ ସମୁଦ୍ର ଜଳ ଦେଇ ନିଶେଷ କରି ଲୋହ ଘଷ ଯେମନ୍ତେ ନର ହୋଇ ଶେଷ ତକ୍ଷଣେ ରାଜା ଆଜ୍ଞା ପାଇ ମୁଷଳ ଘେନି ବେଗେ ଯାଇ ପର୍ବତ ସମୁଦ୍ରର ଜଳେ ଲୋହ ଘଷିଲେ ଭୁଜ ବଳେ ଘଷନ୍ତେ ଲୋହ ଚୂର୍ଣ୍ଣ ହୋଇ ପଡ଼ଇ ସମୁଦ୍ରରେ ଯାଇ ଅନେକ ଦିନ ଘଷିର ସେ ଅଳପ ରହେ ଅବଶେଷେ ଅଙ୍ଗୁଳି ଛିଡ଼େ ଘର ସାଣେ ନିଷ୍ଠୁର ନିଶେଷ କରଣେ ନ ପାରି ପକାଇଲେ ଜଳେ ଘୋର ଗଭୀର ମୈନ ମେଳେ ଲୋହ ପଡ଼ନ୍ତେ ଘୋର ପାଣି ଆହାର ପ୍ରାୟ ତାହା ମଣି ମୀନ ଗିଳିଲା ଅତି ବେଗେ ସେ ମୀନ ମତ୍ସ୍ୟଗଣ ସଙ୍ଗେ ଚରନ୍ତେ ସମୁଦ୍ରର କୂଳେ ଜାଲେ ପଡ଼ିଲା ରାତ୍ର କାଳେ ଧୀବର ନେଇ ମୀନ ଏକା ଯାରା ସବରେ ହେଲା ଦେଖା ମୀନ କାଟନ୍ତେ ତାର ଘରେ ଲୋହ ଦେଖିଲା ତା ଉଦରେ କର୍କଶ ପିଙ୍ଗଳ ପ୍ରଚଣ୍ଡ ଜଳଇ ଯେହ୍ନେ ମାରତଣ୍ଡ ଦେଖି ସବର ତୋଷ ହୋଇ ନାରାଜ କଲା ତାହା ନେଇ ବାଣର ମୂଳେ ତୀକ୍ଷ୍ଣ ଫଳ ତେଜେ କି ଜଳଇ ଅନାଳ
ଯେ ଲୋହ ଚୂର୍ଣ୍ଣ ପଡ଼ିଥିଲା ସମୁଦ୍ର ଜଳରେ ଭାସିଲା। ତୀରେ ଭାଗନ୍ତେ ଲୋହ ଚୂର୍ଣ୍ଣ ଜନ୍ମିଲା ଏରକାର ବନ। ତୀକ୍ଷ୍ଣ ତ୍ରିଶିର ଶେଷ ଭାବେ ଯେଣେ ଯାଦବେ ନାଶ ଯିବେ। ଯେ କାଳ ରୂପୀ ଭଗବାନ ଜାଣଇ ସକଳ ବିଧାନ। ଖେଳଇ ମାୟାମୟ କଳ୍ପେ ସେ ପ୍ରଭୁ ଡରେ ବ୍ରହ୍ମ ସାପେ। କୂଳ ବିନାଶ ହେତୁ କରି ଅବନି ଭାରା ହେଳେ ହରି। ନିଜ ଭୁବନେ ଅବଧାନ ନିର୍ଲେପ ପ୍ରଭୁ ଭଗବାନ। ବୋଲଇ ବିପ୍ର ଜଗନ୍ନାଥ ଶ୍ରୀ ଏକାଦଶ ଭାଗବତ। ଜାହ୍ନବୀ ତୀରେ ରାଜାଗେ ଶୋକ କହନ୍ତି ବ୍ରହ୍ମ ଭାଗେ। ସଂସାର ତାରଣ ଏ ବାଣୀ ସୁଜନେ ତୋର ଏହା ଶୁଣି। इति श्रीमद्भागवते महापुराणे पारमहंस्यां संहितायां वैयासिक्यां एकादश स्कन्धे विप्रशापकथनं नाम प्रथम अध्याय। द्वितीय अध्याय। शुण परीक्ष मन स्थिरे अद्भुत द्वारका नगरे। गोविंद भुज दंड बळे जादवे थांती सुख भोळे। बासव आदि देव गणे जहीं सेवन्ति अनुक्षणे। जहीं नारद थांती नीति कृष्ण महिमा भाव चिंती। मर्त्य मनुष्य देह धरी से कृष्ण भाव परिहरी। भाव विरंचि जार नित्य पाद सेवन्ति हृदगते। नारद मुनि दिन करे मिलिले वसुदेव घरे। नारद आगमन भाव देखि मिलिले वसुदेव। पवित्र जले पाद धोई आसने बसाइले नेई। चरणे करी नमस्कार भावे बोइले यदुवीर। वसुदेव उवाच तुम्भे जे लोक परित्राणे ब्रह्मांडे भ्रमनुक्षणे। धन्य जीवन आज मोर देखिली चरण तुम्भर। पिता मातांको आगमन पुत्रंको कल्याण जेसन। विष्णु भक्ति जन देखी निर्मल हुए चर्म आखि। जंतुंको देवंक चरित साधई दुख सुख अर्थ। से देव चरित प्रसाद साधुंको न करे विषाद। जेणु भक्त जन नित्य भावे भजन्ति प्राणी हिते। मनुष्य सुख भोग चिंती नानादि देवता पूजन्ति। देवे ताहांको उपकारे भजन्ति भक्ति अनुसारे। स्वभावे देवे छायारत बसन्ति कर्मर आयत। तेणु से कर्म अनुसारे प्राणी को तोषु थांती बरे। फलई कर्म अनुमते प्राणी भुंजन्ति जगते। विष्णु भक्त प्राणींकर जगते नाही आत्मपर। दया करन्ति सर्वलोके दिन हरन्ति दुख सुखे। आज मु देखि तुम्भ पाद
ଲଭିଲି ସକଳ ସମ୍ପଦ ତଥାପି ବୈଷ୍ଣବର ଧର୍ମ ବିଷ୍ଣୁ ଅର୍ପିତ ଯେତେ କର୍ମ ଏହା ଶୁଣିବି ଇଚ୍ଛା ମୋର ପୁଛଇ କହ ଧର୍ମ ସାର ଯାହାର କଥନ ଶ୍ରବଣ ଜନ୍ମ ମରଣ ନିବାରଣ ପୂର୍ବେ ମୁଁ ତପ ଯୋଗ ବଳେ ସେବିଲି ବିଷ୍ଣୁ ପାଦ ତଳେ ବିଷ୍ଣୁ ଯାଚିଲେ ମୋତେ ବର ମୋର ଦୃଷ୍ଟ ବଳିୟାର ମୋକ୍ଷ ନ ମାଗି ପୁତ୍ର ଆସେ ପଡ଼ିଲି ମୋହ ଜଡ଼ ପାଶେ ଏବେ ଉପାୟ ତୁମ୍ଭେ କର ଯେ ମନ୍ତେ ତୁଟେ ଭ୍ରମ ମୋର ବସୁଦେବର ବାକ୍ୟ ଶୁଣି ମନ ଆନନ୍ଦେ ବ୍ରହ୍ମ ମୁନି ବୋଲନ୍ତି ଧନ୍ୟ ଯଦୁବୀର ଧନ୍ୟ ଏ ବଚନ ତୋହର ତୋ ଚିତ୍ତ ଭାଗବତ ଧର୍ମେ କଳ୍ପିଲା ପୂର୍ବ ପୁଣ୍ୟ କର୍ମେ ଶୁଣ ଏ ଧର୍ମର ମହିମା କେ କହି ପାରେ ଗୁଣ ସୀମା ଯେବେ ଶ୍ରବଣେ ଏହା ଶୁଣି ମନ ବଚନେ ପରିମାଣି ଯଦ୍ୟପି ଗୁରୁ ବିପ୍ରଦ୍ରୋହୀ ତହୁଁ ପନ୍ତିତ ଯେବେ ହୋଇ ତାର ଶ୍ରବଣେ ଯେବେ ପଶେ ସର୍ବକଳୁଷ ଦେହୁ ନାଶେ ଧନ୍ୟ ଯାଦବ ତୋ ଜୀବନ କୃଷ୍ଣରେ ନିବେଶିଲୁ ମନ କୃଷ୍ଣର ଶ୍ରବଣ କୀର୍ତ୍ତନ ଅଶେଷ ଦୁରିତ ଦହନ କହିବା ଶୁଣ ସାବଧାନେ ଯେ ଇତିହାସ ପୁରାତନେ ପୂର୍ବେ ହୋ ବିଦେହ ମଣ୍ଡଳେ ନିମିରାଜାର ଯଜ୍ଞ ବଳେ ଦିବ୍ୟ ପୁରୁଷ ନବ ଋଷି ମିଳିଲେ ଯଜ୍ଞଶାଳେ ଆସି ସେ ନବ ଋଷି ମହାଜନ ଶୁଣ ହୋ ତାହାଙ୍କ ବିଧାନ ବ୍ରହ୍ମାର ଶରୀର ସମ୍ଭବ ଯେ ମନୁ ନାମ ସ୍ୱୟଂଭୁବ ତାର ତନୟ ପ୍ରିୟ ବ୍ରତ ସୁଗୁଣ ସାଧୁ ସୁଚିମନ୍ତ ପ୍ରିୟ ବ୍ରତର ପୁତ୍ର ଦୁଇ ଅଗ୍ନିଧ୍ର ଅଗ୍ନିବାହୁ ଦୁଇ ଅଗ୍ନିଧ୍ର ସୁତ ନାଭି ନାମ ସୁନ୍ଦର ସର୍ବଗୁଣ ଧାମ ରୋଷଭ ତାହାର କୁମର ସେ ବିଷ୍ଣୁ ଅଂଶେ ଅବତାର ତାର ମହିମା ଗୁଣ ଯେତେ ଅନ୍ତକେ କରିବ ଜଗତେ ଅଶେଷ ମହିମା ତାହାର ଭାରତ ତାହାର କୁମର ସତେକ ପୁତ୍ରେ ଜ୍ୟେଷ୍ଠ ସେହି ତାପରେ 69 ଭାଇ ସକଳ ବେଦ ବିଦ୍ୟା ଶୁଭ ପବିତ୍ର ପୁଣ୍ୟ କଳେ ବର ଭରତ ଥାଇ ପୁଣ୍ୟ କାମେ ଭାରତ ଭୂମି ଯାର ନାମେ ଭୁବନେ ସର୍ବଭୋଗ ଭୁଞ୍ଜି ବନେ ପଶିଲା ରାଜ୍ୟ ତେଜି ତପେ ତୋଷିଲେ ଭାବଗ୍ରାହୀ ଜାତି ସ୍ମର ସେ ଜାତ ହୋଇ ଏମନ୍ତେ ତିନି ଜନ୍ମନ୍ତେ ପଶିଲା କୃଷ୍ଣ ପାଦରତେ ଅଶେଷ ଦୁଃଖ ନାଶ ଗଲା ଜନ୍ମ ମରଣ ପାସରିଲା ଆଉ ଯେ 69 ଭାଇ ତାଙ୍କ ମହିମା ଶୁଣ ତୁହି ତାହାଙ୍କ ମଧ୍ୟରେ ନବସୁତ ସାଧୁ ସୁଗୁଣ ସୁଚିମନ୍ତ ହୋଇଲେ ନବଦ୍ୱୀପେ ରାଜା ସୁଖେ ପାଳିଲେ ଜନ ପ୍ରଜା एकु अधिक शिशुते वेद अभ्यासी दृढ़ चिते तपे आराधि नारायण जगते होइले ब्राह्मण
ସେ ଯେ ନବସୁତ ଥିଲେ ନିର୍ଗୁଣ ଯୋଗ ଅଭ୍ୟାସିଲେ। ସେ ଆତ୍ମା ଜ୍ଞାନୀ ସାଧୁ ଧୀର ଜଟା ବିଭୂତି ଦିଗମ୍ବର ମିତ୍ର ଇରି ପକ୍ଷ ସମ ଶୁଣ ହୋ ତାହାଙ୍କର ନାମ। ସେ କବି ହବି ଅନ୍ତରିକ୍ଷ ଏତିନି ଜ୍ଞାନୀ ଧ୍ୟାନେ ଦକ୍ଷ ପ୍ରବୁଦ୍ଧ ସୁପି ପଳାୟନ। ଷଷ୍ଠରେ ଆବିହୋତ୍ର ନାମ ଦ୍ରବିଡ଼ ଚମ 102 କର ଭାଜନ ନବ ଭାଇ। ତାହାଙ୍କ ମନ କୃଷ୍ଣ ଦେହେ କପଟେ ଥାନ୍ତି ଏକ ସ୍ନେହେ ଦେଖନ୍ତି ସର୍ବଜୀବ ଦେହେ ଏକ ଗୋବିନ୍ଦ ଭିନ୍ନ ନୁହେଁ ହୋଇଣ ଅବ୍ୟାହତ ଗତି। ଏମନ୍ତେ ନବ ବିପ୍ରେ ଥାନ୍ତି ସିଦ୍ଧ ଗନ୍ଧର୍ବ ସୁର ମେଳେ ଯକ୍ଷ ରାକ୍ଷସର ସାତଳେ। ଏ ଆଦି ନାନା ଦେଶ ପୁରେ ଭ୍ରମନ୍ତି ନବ ସହଦରେ। ଶିବ ସୁର ଭିଲୋକେ ଥାନ୍ତି ବ୍ରାହ୍ମଣ ଭୁବନେ ପଶନ୍ତି। ଯଜ୍ଞଶାଳାକୁ ଆଗମନ କରନ୍ତି ନବ ମୁନିଗଣ ସମ୍ଭ୍ରମେ ତେଜିଣ ଆସନ ଉଭା ହୋଇଲେ ପଦମାନ। ଦେଖିଲା ଦିବ୍ୟ ତେଜମୟେ ରବି ଶଶାଙ୍କ ସମ ନୁହେଁ ଅଗ୍ନି ଯେ କୁଣ୍ଡ ମଧ୍ୟେ ଥିଲା ବିପ୍ରଙ୍କ ସଙ୍ଗତେ ଉଠିଲା। ଆନନ୍ଦ ମନେ ନୃପବର ପଡ଼ିଲା ମୁନିଙ୍କ ପୟର ପ୍ରଣାମ କରି ତାଙ୍କ ପାଦେ ଆସନେ ବସାଇ ଆନନ୍ଦେ। କର ଯୁଗଳ ଶିରେ ଦେଇ ବୋଲନ୍ତି ନିସ୍ତରିଲି ମୁହିଁ ତୁମ୍ଭ ଚରଣ ଯୁଗ ଦେଖି ନିର୍ମଳ କଲିବେନି ଆଖି। ତୁମ୍ଭେ ଯେ ନବ ବିପ୍ରବର ନିଶ୍ଚୟ କୃଷ୍ଣଙ୍କ ଅନୁଚର। ସଂସାରେ ତୁମ୍ଭର ଭ୍ରମଣ ଅଶେଷ ଜନ ପରିତ୍ରାଣ। ଏ ଯେ ମନୁଷ୍ୟ କଳେବର ଦୁର୍ଲଭ କ୍ଷଣିକ ଭଙ୍ଗୁର। ତଥାପି ମନୁଷ୍ୟ ଶରୀରେ ଯେ ଭଜେ ଗୋବିନ୍ଦ ପୟରେ ତାହାଙ୍କୁ ଭଜନ୍ତି ଯେ ପ୍ରାଣୀ ତରନ୍ତି ଭବ ତରଙ୍ଗିଣୀ। କ୍ଷଣେ ନିମିଷେ ଲବେଲେ ସେ ଯେବେ ସେ ସାଧୁ ଜନ ପାଶେ। ଚିତ୍ତେ ଚିନ୍ତଇ ବିଷ୍ଣୁ ଭାବ ତାହାକୁ ବୋଲି ନିଧି ଲାଭ। ସେ ଲାଭ ତୁମ୍ଭରି ବଚନ ମୁଁ ଯେବେ ଶୁଣି ତାରା ଜନ। ଯେ ଧର୍ମ ଆଚରିଲେ ପ୍ରାଣୀ ନିଶ୍ଚୟ ଲଭନ୍ତି ଚକ୍ର ପାଣି। ସେ ହରି ତାଙ୍କ ବସେ ଥାଇ ଏ ମାୟା ତାଙ୍କୁ ନ ଲାଗଇ। ଏମନ୍ତେ ନେମି ବାକ୍ୟ ଶୁଣି ବୋଲନ୍ତି ନବ ମହାମୁନି ଶୁଣ ହେ ରାଜା ଏକ ଚିତେ ଯାହା କହିଲୁ ଭାଗବତେ। କବି ବୋଲନ୍ତି ରାୟ ଶୁଣ ଯେ ଧର୍ମେ ଚିତ୍ତ ମନିର୍ଗୁଣ ନାନା ପ୍ରକାରେ ହରିପାଦେ ଯାହାର ଚିତ୍ତ ପ୍ରମାଦେ। ଭଜଇ ଜାଣେ ବିଷ୍ଣୁ ମାୟା ସେ ହରି ତାଙ୍କୁ କରେ ଦୟା। ବିଷ୍ଣୁର ଭୟ ଚରଣ ମଙ୍ଗଳ କୁଶଳ କଲ୍ୟାଣ ଅଶେଷ ଦୁଃଖ ନାଶ କରେ ନିତ୍ୟ ଯେ ବିଷ୍ଣୁ ନାମ ଧରେ। ଦେହ ସମ୍ପଦ ଦାର ସୁତ ଏଣେ ମୋହିତ ଯାର ଚିତ। କାମ ସଂକଳ୍ପ ଦିନେ ଦିନେ ବଢ଼ଇ ବିଷୟ ଚିନ୍ତନେ। ମାୟାରେ ମନ ଗୋଚର ଭ୍ରମଇ ଅଶେଷ ସଂସାର। ବିଷ୍ଣୁର ଭୟ ଚରଣ ଅଶେଷ ମଙ୍ଗଳ କାରଣ। ହରିଚରଣ ସେବା ଅର୍ଥେ ସେବା ଉପାୟ ବେଦ ପଥେ। ଭାବ ଭାବ ମନେ ଗୁଣି ମୂର୍ଖ ତରନ୍ତି ତାହା ଶୁଣି। ଏ ଭାଗବତ ଧର୍ମସାର ଏ ଧର୍ମ ଲାଭ ଚକ୍ରଧର। ଏଣେ ଯେ ଚିନ୍ତେ କୃଷ୍ଣ ପାଦ ତାହାଙ୍କୁ ନ ପଡ଼େ ପ୍ରମାଦ। ହୃଦୟ ଗୋବିନ୍ଦ ପାଦ ଧ୍ୟାଇ ନୟନ ବୁଝି ବେଗେ ଧାଇଁ। ପଥ ନ ଜାଣି ଯେବେ ହୁଡ଼େ ସେ ପ୍ରାଣୀ କେବେ ହେ ନ ପଡ଼େ।
ବେଦବଚନ ଧର୍ମଶାସ୍ତ୍ର ଏବେ ନିବିପ୍ରଙ୍କର ନେତ୍ର। ଏକ ନଥିଲେ କଣା ହୋଇ ଦୁଇ ଅଭାବେ ଅନ୍ଧ ସେହି। ଏମନ୍ତ ବିପ୍ର ଯେବେ ଚିନ୍ତେ ଦୃଢ଼େ ଭାବଇ ହୃଦଗତେ। ତାହାର ଅମଙ୍ଗଳ ନାହିଁ ସକଳ ପାପୁ ସେ ତରଇ। ଏ ଧର୍ମ ଭାଗବତ ମତ ଈଶ୍ୱର ବଚନ ନିୟତ। ଏହା ଯେ ନ କରନ୍ତି ପ୍ରାଣୀ ଧର୍ମ ସଂଶୟ ମନେ ଗୁଣି। ମନ ବଚନ ଦେହେ ଚିନ୍ତି ଯେ ଅନ୍ୟ ଧର୍ମ ଆଚରନ୍ତି। ଜୀବର ସ୍ୱଧର୍ମ ଏ ଭାବ ହରିଚରଣ ସମର୍ପିବ। ଏ ଭାଗବତ ଧର୍ମ ଗୁଣ ଈଶ୍ୱର ବଚନ ପ୍ରମାଣ। ଏଣେ ସକଳ ଜ୍ଞାନ ପାଇ ଅଜ୍ଞାନ ତମ କ୍ଷୟ ଯାଇ। ଶୁଣ ବିଦହ ବହିମତି ଯେ ହରି ଭାବ ନ ଜାଣନ୍ତି। ନାନା ପ୍ରକାରେ ତପ କରେ ସେ ପ୍ରାଣୀ ସଂସାର ଉନ୍ନତରେ। ହରି ବିମୁଖ ପ୍ରାଣୀ ଯେତେ ସେ ଥାନ୍ତି ପଶୁଙ୍କ ସଙ୍ଗତେ। ତାହାଙ୍କୁ ମୋହେ ବିଷ୍ଣୁ ମାୟା ବିଷୟାର ସେ ବଢ଼େ ସ୍ନେହା। ଦେହକୁ ବସ୍ତୁ ପ୍ରାୟ ମଣି ବୈରୀ ମିତ୍ର ନ ପ୍ରମାଣୀ। ଭ୍ରମ ଶୋକ ମୋହ ପଥେ ଅଜ୍ଞାନ ଭ୍ରମ ବୁଦ୍ଧିଗ୍ରସ୍ତେ। ତେଣୁ ସଂସାର ମୋହେ ପଡ଼ି ଦୁଃଖ ସଙ୍କଟେ ଥାନ୍ତି ଜଡ଼ି। ଯାର ମାୟାରେ ଏତେ ଗତି ଏ ଭାବ ବୁଦ୍ଧ ଜନେ ଚିନ୍ତି। କୃଷ୍ଣ ଭଜନ୍ତି ଏକ ମନେ ନିର୍ମଳ ଧର୍ମ ଆତ୍ମଜ୍ଞାନେ। ମନେ ଭାବନ୍ତି ଜ୍ଞାନ ଲାଭେ ଯେ ସନେ ଗୁରୁ ଶିଷ୍ୟ ଭାବେ। ଜୀବ ଜ୍ଞାନ ଭାବ ଦେଖ ଦୁଃଖକୁ ମଣେ ମହାସୁଖ। ଯେ ସନ ସ୍ୱପ୍ନ ମନୋରଥେ ଭ୍ରମଇ ନିଦ୍ରାର ଆୟତେ। ମଣଇ ସତ୍ୟ ପ୍ରାୟ ତାହା ନିଦ୍ରାବୋଧନେ ସର୍ବମାୟା। ଏ ମନ କୃଷ୍ଣ ପାଦେ ଦେଲେ ଏ ମାୟା ନ ଲାଗଇ ଭଲେ। ଦୁର୍ଗମ ପଥ ଏ ଭୋଜନ ଭଏ ରାଜନ୍ତି ଯୋଗୀଜନ। ଏବେ କହିବା ଶୁଣ ରାୟ ଯେ ହରି ଭଜନ ଉପାୟ। କୃଷ୍ଣର ଜନ୍ମ କର୍ମ ଯେତେ ନାନା ଚରିତ ଏ ଜଗତେ। ଶ୍ରବଣେ ସ୍ମରଣେ ମଙ୍ଗଳ ତାର ହି ଭୁବନ ମଣ୍ଡଳ। ସେ ନାମ ଭବେ ଚିତ୍ତ ଯୋଡ଼ି ହୃଦରୁ ଲାଜ ଭୟ ଛାଡ଼ି। ଭଜେ ଡାକିବ ନାମ ଗୁଣ ଶୁଭିବ ସକଳ ଶ୍ରବଣ। ଆନନ୍ଦେ ତୋଳିବେ ନିକର କଣ୍ଠ ଗର୍ଜନ ଉଚ୍ଚେଶ୍ୱର। ଉନ୍ମତ୍ତ ପ୍ରାୟ ନୃତ୍ୟ କରେ ଲୋକ ବ୍ୟବହାର ପରିହରେ। ଜଗତ ସମାରଣ ଜ୍ୟୋତି ଯେୟ ବାସ ଲୀଳ ଧରିତ୍ରୀ। ନଦୀ ସରିତ ରୁଗଣ ପର୍ବତ ସ୍ଥାବର ଜଗମ। ଏସବୁ କୃଷ୍ଣଙ୍କ ଶରୀର ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର। ନିଶ୍ଚୟ ଜାଣି ଦୃଢ଼ ଚିତ୍ତେ ପ୍ରଣାମ କରୁଥିବ ନିତ୍ୟେ। ଅମୃତ ବିନୟ ବଚନ କହିତ ଶିବ ପ୍ରାଣୀ ମନ। ଏ ଭାବେ ଲୋଭେ କୃଷ୍ଣ ପାଦ ହରଇ ବିଷୟ ବିଷାଦ। ଏ ଭାବେ ପୂର୍ବ ତପ ଫଳେ ଜନ୍ମଇ ଭରତ ମଣ୍ଡଳେ। ନିର୍ମଳ ଜ୍ଞାନ ଭାବ ଯେତେ ଯେବେ ଚିନ୍ତଇ ହୃଦଗତେ। ଦୁର୍ଲଭ କର୍ମ ଏ ବଚନ ଯେ କରେ ଶ୍ରବଣ କୀର୍ତ୍ତନ। ଅନେକ ଜନ୍ମେ ଏହା ସାଧି ନିଗମ ବାକ୍ୟ ଏ ପ୍ରସିଦ୍ଧି। ଶୁଣ ହେ ରାଜା ମନ ଦେଇ ଉତ୍ତମ ଶିଷ୍ୟ ଏହା କହି। ଭକତି ଯୋଗେ ପ୍ରାଣୀଙ୍କର ଶ୍ରବଣ କୀର୍ତ୍ତନ ଗୋଚର। ଏଣେ ସେ ତତ୍ତ୍ୱ ଜ୍ଞାନ ସ୍ମରେ ବିଷୟ ରସନ ସୁମରେ। ବଢ଼ଇ ଦିନେ ଦିନେ ଜ୍ଞାନ ଜନ୍ତୁଙ୍କ ଭୋଜନ ଯେସନ। ଅନ୍ନ ଭୋଜନ ପ୍ରତିଗ୍ରାସ କ୍ଷୁଧା ପିପାସା ହୁଏ ନାଶ। ସନ୍ତୋଷେ ତୁଷି ପୃଷ୍ଟିକ ଲଭେ ନିଦ୍ରାନନ୍ଦ ସୁଖ ଲଭେ। କୃଷ୍ଣ ଭଜନ ଏହି ମତେ ଜ୍ଞାନେ ସାଧନ୍ତି ଏ ଜଗତେ। ଜନ୍ମର ବିଷୟ ବୈରାଗ୍ୟ ମାୟା ଜଡ଼ିତ ସୁଖ ତ୍ୟାଗ। ଅଜ୍ଞାନ ହରେ ଦିବ୍ୟ ଜ୍ଞାନେ ଏ ଅନୁଭବ ଅଭ୍ୟାସନେ। ଆନନ୍ଦ ରସ ପାଇ ନୀତି ଚିତ୍ତେ ପ୍ରବେଶ ହୁଏ ଶାନ୍ତି। ଶାନ୍ତି ଭଜଇ ସୁଖ ଭରେ ତୃତୀୟ ତାପରୁ ନିସ୍ତାରେ। ଏମନ୍ତ କରିବ ବଚନ ଶୁଣିବି ଦେହ ତ ସମାନ। ସୁଖ ସଂକଳ୍ପେ କୃତ୍ୟ କୃତ୍ୟ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ परमहंस्यां संहितायां वैयासिक्याम् एकादश स्कन्धे निमिनव विप्र संवादे नाम द्वितीयोऽध्यायः।